ଆପଣମାନେ ଏଇଠି କିଛି ଶୁଖିଲା ପତ୍ର, ଗୋବର ଖତ, ବଗିଚାର କିଛି ମାଟି ଓ ଘରୁ ବାହାରିଥିବା ପରିବା ଚୋପା ଓ ପାଣି ଏହି ସବୁକୁ ମିଶାଇ କୌଣସି ମାଟି ପାତ୍ର କିମ୍ବା ପ୍ଲାଷ୍ଟିକ୍ ଡ୍ରମ୍ରେ 4ରୁ 6 ସପ୍ତାହ ରଖିଦେବା। ମାଟି 4-6 ସପ୍ତାହ ପରେ ଏହି ରଙ୍ଗର ଦେଖାଯାଏ। ଏଠାରେ ଜିଆ ମଧ୍ୟ ଦେଖିପାରୁଥିବେ। ଜୈବ ସାରର ବ୍ୟବହାରରେ ପ୍ରାକୃତିକ ପ୍ରଣାଳୀରେ ଭଲ ଫସଲ ପାଉଥାଉ। ଏହିପରି ଭାବରେ ଆମେ ଅତି ସହଜରେ ଜୈବ ସାର ପ୍ରସ୍ତୁତ କରିପାରିବା।